ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷାର ସୁଯୋଗ ନେଇ ଏକ ଜୁଏଲାରୀ ଦୋକାନରୁ ଲୁଟ୍ କରିବା ପାଇଁ ଆସିଲେ ଦୁର୍ବୃତ୍ତ। ଆଉ ଦୋକାନର ଲୁହା ଗେଟ୍ ଭାଙ୍ଗିବା ସମୟରେ ଭୀଷଣ ଶବ୍ଦ ହୋଇଥିଲେ ବି ରାସ୍ତା ସୁନସାନ ଥିବା ଯୋଗୁଁ କେହି ବି ଜାଣିପାରିନଥିଲେ। ପରେ ଦୋକାନ ଭିତରେ ଦୁର୍ବୃତ୍ତମାନେ ପଶି ବିପୁଳ ପରିମାଣର ସୁନା ରୂପା ଅଳଙ୍କାର ଲୁଟ୍ କରି ଫେରାର ମାରିଛନ୍ତି। ଲୁଟ୍ ବେଳର ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସିକ୍ରେଟ ସିସି କ୍ୟାମେରାରେ କଏଦ ହୋଇଥିଲେ ବି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପଶିବା ପରେ ଅନ୍ୟ ସିସି କ୍ୟାମେରା ଗୁଡ଼ିକୁ ଭାଙ୍ଗି ମୁଡ଼ି ତାର ଛିଣ୍ଡାଇ ଦେଇଥିଲେ। ଫଳରେ ସିକ୍ରେଟ ସିସି କ୍ୟାମେରା ସହିତ ଅନ୍ୟ କ୍ୟାମେରା ଗୁଡ଼ିକର ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଥାପି ସିକ୍ରେଟ ସିସି କ୍ୟାମେରାରେ ଲୁଟ୍ ଘଟଣା କଏଦ ହୋଇଥିଲେ ବି ତାର ଭିଜୁଆଲ ଯାଞ୍ଚ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା 2000 ମସିହା ଜାନୁଆରୀ 1 ତାରିଖ ବୋଲି ଦେଖାଉଛି। ଏହି ଲୁଟ୍ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ତଥା ବଡ଼ାମପୁର ଫାଣ୍ଡି ଅନ୍ତର୍ଗତ ମାଣିଦା ଛକଠାରେ ଥିବା କୃଷ୍ଣଚନ୍ଦ୍ର ଜୁଏଲାରୀ ଦୋକାନରେ ଘଟିଛି। ତେଣୁ ଏନେଇ ପୁଲିସ ନିକଟରେ ଅଭିଯୋଗ କରାଯିବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତକୁ ଜୋରଦାର କରିଛି। ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।